ଜାଗା ହଉଛି ଯାଜପୁର ଜିଲ୍ଲାର ଏକ ପ୍ରସିଦ୍ଧ ସ୍ଥାନ, ଯାହାକି ସ୍ୱର୍ଗକୁ ରାସ୍ତା ଯାଇଛି ବୋଲି କୁହାଯାଇଛି। ଆସ ବୁଲି ଯିବା। ବାବା, ଏ ସ୍ୱର୍ଗ ବିଷୟରେ କିଛିଟା ତଥ୍ୟ କୁହନ୍ତୁ, ଆମେ ଜାଣିବାକୁ ଚାହୁଁଛୁ। ଗୁରୁ ମହିମା ଶରଣ। ଏଠି ମହିମା ସ୍ୱାମୀଙ୍କର 64 ସିଦ୍ଧ ପୁରୁଷର ଭୀମସେନ ଦାସ ବାବା ମହୋଦୟ ଏଠି 1987 ମସିହାରେ ଶୂନ୍ୟ ମନ୍ଦିର ସ୍ଥାପନ କରିଥିଲେ। ସେ ମଧ୍ୟ 40 ବର୍ଷ ଏହି ଆଶ୍ରମରେ ଉପଭୋଗ କରି ଦିଅନ୍ତା ସମାଧି ସ୍ଥାପିତ ହୋଇଛନ୍ତି। 2005 ମସିହାରେ ବାବାଙ୍କର ଦେହତ୍ୟାଗ ହୋଇଥିଲା। ଏଠାରେ ସମାଧି ପୀଠ ଅଛି, ବାବାଙ୍କର ସୂଚୀ ସ୍ତମ୍ଭ ବି ଅଛି। ପୂର୍ବପୁରୁଷରୁ ବାବା ବି କହିଯାଇଛନ୍ତି ଏଠି ଯିଏ ଏ ଶୂନ୍ୟ ମନ୍ଦିର ଦର୍ଶନ କରେ ତାକୁ ସ୍ୱର୍ଗ ପ୍ରାପ୍ତି ହୁଏ ବୋଲି ବାବା ଭୀମ ବାବା କହିଯାଇଛନ୍ତି। ତାଙ୍କ ପୂର୍ବରୁ ଆମର ପରୀକ୍ଷିତ ଦାସ, ସିଏ ବି 15 ବର୍ଷ ଏଠାରେ ରହି ଏ ଗ୍ରାମବାସୀଙ୍କର ମଙ୍ଗଳ ପାଇଁ ଏ ଯେଉଁ ଯଜ୍ଞ ମନ୍ଦିର ସ୍ଥାପନ କରିଛନ୍ତି। ଏଠାରେ ଯଜ୍ଞ ହୁଏ, ମାଘ ଚତୁର୍ଦ୍ଦଶୀ ଦିନ ଏଠାରେ ଯଜ୍ଞ ହୁଏ। ଆଖପାଖରୁ କମ୍ ସେ କମ୍ 20 ଖଣ୍ଡ ଗାଁରୁ ଲୋକ ଆସି ଏ ଯଜ୍ଞରେ ଉପଯୁକ୍ତ ହୁଅନ୍ତି, ସହଯୋଗ କରନ୍ତି। ସମସ୍ତଙ୍କ ସହାୟତାରେ ଏ ମନ୍ଦିର ଆଗେଇ ଚାଲିଛି, ଆହୁରି ବି ଆଗକୁ ଚାଲିବ। ଭକ୍ତମାନଙ୍କର ଗତାଗତ ସମସ୍ତଙ୍କର ମନୋକାମନା ବାଞ୍ଛନା ପାଇଁ ଏଠାକୁ ନଡ଼ିଆ କଦଳୀ ଘିଅ ଦୀପ ଆସି ମହା ଅଖଣ୍ଡ ଯଜ୍ଞ ଦେଖିବାକୁ ଆସନ୍ତି। ଏଠାରେ ସମସ୍ତଙ୍କର ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ଆମର ବାବା ମହୋଦୟ ଭୀମସେନ ଦାସ, ପରୀକ୍ଷିତ ଦାସ, ତାଙ୍କର ଛାତ୍ର ଆମେ ରମେଶ ଦାସ, ଆମେ ଏଠି ରକ୍ଷଣାବେକ୍ଷଣ କରି ମନ୍ଦିର ସାରା ଜାଗାରେ ସହକର୍ମୀ ସହିତ, ଗ୍ରାମବାସୀ ସହିତ ସମସ୍ତଙ୍କ ସାଙ୍ଗରେ ପରସ୍ପରକୁ ନେଇ ମନ୍ଦିରର ପୂଜା ବିଧି ନୀତି କର୍ମ କେମିତି କ'ଣ ହୁଏ, ଗ୍ରାମବାସୀଙ୍କ ଦ୍ୱାରା ଏ ମନ୍ଦିର ବହୁତ ଆଗକୁ ଯାଉଛି, ଆଗକୁ ବି ଯାଇପାରେ। କିନ୍ତୁ ସହଯୋଗ ସହାୟତା ସମସ୍ତଙ୍କର ରହିବା ଦରକାର। ଗୁରୁ ମହିମା ଜଗତ ଭଗତ ଉଦ୍ଧାର ଆଶ୍ରମ ପ୍ରଭୁ ମହାବ୍ରହ୍ମ ମହିମା ଦୟା କର, ପରମ ବ୍ରହ୍ମ ଶୂନ୍ୟବାସୀ ଦୟା କର।